ଖୋଜି ବୁଲିଲା କୋଉଠି ପାଣି ପିଇବ। କଣ କଲା ଖୋଜି ବୁଲିଲା କୋଉଠି ପାଣି ପିଇବ। ତାହେଲେ କାଉ ଦେଖୁଛ ନା ଏଇ ଖୋଜୁଛି ପାଣି ପିଇବ ବୋଲି ଆସିକି ଦେଖିଲା ଗୋଟେ ଜାଗାରେ ପାଣି ଅଛି, ମାଠିଆରେ ପାଣି ଅଛି। କାଉ ତ କଣ କଲା ନା ପ୍ରଥମେ ଆସିକି ତା ଥଣ୍ଟ ପକେଇଲା, ହେଲା ଥଣ୍ଟ ପକେଇଲା ଯେତେବେଳେ ସେ ତା ଥଣ୍ଟ ସେ ପାଣିକି ପାଇଲା ନାହିଁ। ତେଣୁ କାଉ କଣ ହେଲା ଶୋଷରେ ପୁରା ଅବସ୍ଥା ଖରାପ ହେଇଗଲାଣି, ସେ କେମିତି ପାଣି ପିଇବ ହେଲା। ତାପରେ କଣ କଲା ନା କାଉଟି ବହୁତ ଚତୁର ଥିଲା, ତେଣୁ ସେ କିଛି ବାଟ ଯାଇକି ଦେଖିଲା ଗୋଡି ସବୁ ପଡିଛି। କାଉ ବହୁତ ବୁଦ୍ଧିମାନ ଥିଲା, ତେଣୁ ସେ କଣ କଲା ଗୋଟେ ଗୋଟେ ଗୋଡି ଆଣିକି ସେ ଯୋଉ ମାଠିଆରେ ପକେଇଲା ଯେମିତି ପାଣି ଜଷ୍ଟ ଟିକେ ଫାଷ୍ଟ ଦେଖ କେତେଟା ପକେଇଛି, ଦିଟା ଚାରିଟା ପକେଇଲା ମାଟି ଚାରିଟା ପକେଇଲା, ଚାରିଟା ଗୋଡି ପକେଇଲା ପରେ ପାଣି ଉପରକୁ ଆସିଲା ନାହିଁ, ଆସିଲା ନାହିଁ। ପୁଣି କାଉ ଆସିକି କେତେଟା ପକେଇଲା ଦେଖ, ପୁଣି ଆସିକି ଆହୁରି ଆଣିକି ପକେଇଲା ଗୋଡି ପକେଇଲା ନା ଆଉ ପାଣି ଆସିଲା ନାହିଁ। ପୁଣି କାଉ କଣ କଲା ପୁଣି ଆସିକି ଆହୁରି କଣ କଲା ନା ଆହୁରି ଖୋଜିବାକୁ ଗଲା, ଏଇଟା ଖୋଜିବାକୁ ନେଇକି ଆସିକି ପକେଇଲା ପରେ କଣ ହେଲା ପାଣି ପୁଣି ଏଠି ପକେଇଲା ଆଉ ପୁଣି ଉପରକୁ ଆସିଲାନି, ପୁଣି ଗୋଡି ଆଣିକି ପକେଇଲା, ଏଇଟା ଦେଖୁଛ ଗୋଡି ଆଣିକି ପକେଇଲା ପରେ କଣ ଦେଖିଲା ନା ପାଣି ଉପରକୁ ଆସିଲା। ଯେତେବେଳେ ବହୁତ ଗୋଡି ପକେଇଦେଲା ପାଣି କଣ ହେଲା ଉପରକୁ ଉଠି ଆସିଲା, ଯେମିତି କାଉଟି କଣ କଲା ନା ପାଣି ପିଇକି ମନ ଖୁସିରେ କଣ ହେଲା ଉଡ଼ିଗଲା। ତେଣୁ କାଉଟି ବୁଦ୍ଧିମାନ ଥିଲା ନା ଥିଲାନି? ଥିଲା। ସେ ଦେଖି ବୁଦ୍ଧିମାନ ଥିଲା, ସେ କେମିତି ଗୋଡି ପକେଇକି ପାଣି ଉପରକୁ ଆଣିଲା, ଜାଣିପାରିଲ ସମସ୍ତେ? ତେଣୁ ତମେ ସେଟା ବୁଦ୍ଧିମାନ ହବ ବୁଦ୍ଧିମାନ ହେଲା। କି ଗପ କୁହାହେଲା କହିଲ? କି ଗପ କୁହାହେଲା କୁହ, କି ଗପ କୁହାହେଲା କହିଦେଲ ଟିକେ। କୋଉ ଗପ କହିଦେଲ ମୁଁ? କି ଗପ କହିଦେଲ? କି ଗପ କହିଦେଲ? କାଉ ଗପ। କି ଗପ କହିଦେଲ ଦେଖିଆ କଣ କହିଲ? ବହୁତ ଶୋଷ ଲାଗିଲା, ସେ ବୁଡି ବୁଡି ଯାଉଥିଲା, ଦେଖିଲା ବେଳେ ମାଠିଆରେ ପାଣି ଅଛି। ତେଣୁ ସେ କଣ କଲା ସେ ମାଠିଆରେ କେମିତି ପାଣି ଆଣିବ ଭାବିଲା, ଭାବିକି ସେ କଣ କଲା